ମହାବୀର କର୍ଣ୍ଣ, କର୍ଣ୍ଣ ଭଳି ବୀର ଯିଏ ଅକ୍ଷୟ କବଚ କୁଣ୍ଡଳ ଯାହାଙ୍କ ନିକଟରେ ଥିଲା, ସେ ବୀର କର୍ଣ୍ଣଙ୍କର କେମିତି ଭାବରେ ମୃତ୍ୟୁ ହେଲା, କାହିଁକି କୋଉ ପରିପ୍ରେକ୍ଷୀରେ କୋଉ ତ୍ୟାଗ ବଳରେ ଆଜି କର୍ଣ୍ଣ ଧରାଶାୟୀ ହେଲେ, ମୃତ୍ୟୁ ମୁଖରେ ପଡ଼ିଲେ। ଆସନ୍ତୁ ଜାଣିବା ପୁରାଣ ରହସ୍ୟ ମାଧ୍ୟମରେ। 14 ଦିନ ମହାଭାରତ ସଂଗ୍ରାମ ଚାଲିଥିଲା ଭୀଷ୍ମଙ୍କର ପତନ ପରେ। କର୍ଣ୍ଣ ଯେତେବେଳେ ସେନାପତି ଭାବରେ ଆସିଲେ, ସେତିକି ବେଳେ ଯେତେବେଳେ କର୍ଣ୍ଣ ଏବଂ ଅର୍ଜୁନଙ୍କର ପ୍ରବଳ ସଂଗ୍ରାମ ଚାଲିଲା, କର୍ଣ୍ଣ ଯେତେବେଳେ ସରପ୍ରହାର କରନ୍ତି, ଅର୍ଜୁନ ରଥ 7 ହାତ ପଛକୁ ପଛେଇଲା। କିନ୍ତୁ ଯେତେବେଳେ ଅର୍ଜୁନ ସରପ୍ରହାର କରନ୍ତି, କର୍ଣ୍ଣ ରଥ 100 ହାତ ପଛକୁ ପଛେଇଯାଏ। ତଥାପି ସେଦିନ ସଂଗ୍ରାମ କ୍ଷେତ୍ରରେ ପୁରା ଓଲଟା କର୍ମ କଲେ ଭଗବାନ କୃଷ୍ଣ। କର୍ଣ୍ଣ ସରପ୍ରହାର ସମୟରେ କର୍ଣ୍ଣକୁ ଉତ୍ସାହିତ କରିବା ପାଇଁ 5 ଜନ୍ୟ ଶଙ୍ଖକୁ ସେଦିନ ବଜେଇଲେ ଭଗବାନ କୃଷ୍ଣ। ଏ କଥାକୁ ଜାଣି ବିରସ ହେଇଗଲେ ବୀରବର ଅର୍ଜୁନ। କହିଲେ ସଖା, ମୁଁ ଯେତେବେଳେ ସରପ୍ରହାର କରୁଛି, କର୍ଣ୍ଣ ରଥ 100 ହାତ ପଛକୁ ପଛେଇ ଯାଉଛି। କର୍ଣ୍ଣ ଯେତେବେଳେ ସରପ୍ରହାର କରୁଛନ୍ତି, ମୋ ରଥ ମାତ୍ର 7 ହାତ ପଛକୁ ଯାଉଛି। ଆପଣ ତାଙ୍କୁ ଉତ୍ସାହିତ କରିବା ପାଇଁ କାହିଁକି 5 ଜନ୍ୟ ଶଙ୍ଖ ବଜାଉଛନ୍ତି? ମାୟାଧାରୀ ଠାକୁର ଭଗବାନ କୃଷ୍ଣ ସେଦିନ ହସିଲେ। କହିଲେ ହେ ଅର୍ଜୁନ, ଆରେ ତମ ରଥରେ ମୁଁ ଅଛି ସାରଥି। 7 ପର୍ବତରୁ ଅଟଇ ଯେ ଗରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ। ସ୍ୱୟଂ ମୁଁ ନିଜେ ତମ ରଥରେ ସାରଥି। କପି କେତନ ବାନା ଉଡୁଛି, ବୀର ବତ୍ସରଂ ବାଲି ଅଛନ୍ତି, କପି କେତନ ବାନା ଉଡୁଛି ରଥରେ। ତଥାପି ଏ ରଥକୁ ଗୋଟିଏ ଇଞ୍ଚ ଘୁଞ୍ଚେଇବାର ଶକ୍ତି ଏ ସଂସାରରେ କୋଉ ବୀରଙ୍କ ନିକଟରେ ନାହିଁ। ତଥାପି କର୍ଣ୍ଣ ସରପ୍ରହାର କରିବା ଦ୍ୱାରା 7 ହାତ ରଥଟା ପଛକୁ ପଛେଇ ଯାଉଛି। ଇଏ ସାମାନ୍ୟ କଥା ନୁହଁ। ଆଉ କର୍ଣ୍ଣ ରଥ କଥା କିଏ ପଚାରେ? 100 ହାତ ପଛକୁ ଗଲେ ମଧ୍ୟ ସେଥିରେ କିଛି ମୂଲ୍ୟ ନାହିଁ। ଏତିକି ବେଳେ ଅର୍ଜୁନ ବୁଝିପାରିଲେ କର୍ଣ୍ଣଙ୍କର ମହାନତା, କେମିତି ବୀର ଥିଲେ କର୍ଣ୍ଣ। ଏ କଥାକୁ ଭଗବାନ କୃଷ୍ଣ ଜାଣିଲେ। କହିଲେ କର୍ଣ୍ଣ କଦାପି ପରାଜୟ ନ ହେବା ଯାଏ ବା ଧରାଶାୟୀ ନ ହେବା ଯାଏ କଦାପି ଅର୍ଜୁନଙ୍କର ଜୟ ହେଇପାରିବ ନା, ବା ପାଣ୍ଡବ ମାନେ ଯୁଦ୍ଧ ଜୟୀ ହୋଇପାରିବେ ନା, ଧର୍ମ ଯୁଦ୍ଧରେ ଧର୍ମ ପ୍ରତିଷ୍ଠା ହେଇପାରିବ ନା। ତେଣୁ ମାୟାଧାରୀ ଠାକୁର ସେଦିନ ଦେବରାଜ ଇନ୍ଦ୍ରଙ୍କୁ ଡକେଇ କପଟ ବେଶରେ ଛଦ୍ମ ବେଶ ଧାରଣ କରି ଦେବରାଜ ଇନ୍ଦ୍ର ଯାଇଥିଲେ କର୍ଣ୍ଣଙ୍କ ନିକଟକୁ। ଧରିଛନ୍ତି ବ୍ରାହ୍ମଣ ବେଶ। ସେଦିନ କର୍ଣ୍ଣ ବୀରବର କର୍ଣ୍ଣ ସ୍ନାନ ସାରି ପ୍ରତ୍ୟେକ ଦିନ ସେ ଦାନ ଦିଅନ୍ତି। এই ଦାନ ଦେବା ସମୟରେ ବ୍ରାହ୍ମଣ ବେଶକୁ ଧାରଣ କରି ଦେବରାଜ ଇନ୍ଦ୍ର ଯାଇ ଯେତେବେଳେ ପହଞ୍ଚିଗଲେ, କହିଲେ ହେ ଗୋସାଇଁ, ବୀରବର କର୍ଣ୍ଣ କହୁଛନ୍ତି ଆଜି ତମର ଦାନ ସରିଲାଣି, ଆପଣ ଅବଶେଷରେ ଆସିଲେ, ଶେଷ ପର୍ଯ୍ୟାୟରେ ଆସିଛନ୍ତି। ତଥାପି ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିବି, ଦାନ ଦେବି। କହନ୍ତୁ ଆପଣଙ୍କର କଣ ପ୍ରୟୋଜନ? ନା ଯଦି ମୋତେ ଦାନ ଦେବେ, ମୋର ଆଉ କିଛି ଲୋଡ଼ା ନାହିଁ। ଆପଣଙ୍କ ନିକଟରେ ଯୋଉ ଅକ୍ଷୟ କବଚ କୁଣ୍ଡଳ ରହିଛି, ସେ ଅକ୍ଷୟ କବଚ କୁଣ୍ଡଳକୁ ମୋତେ ପ୍ରଦାନ କରନ୍ତୁ। ସେଦିନ ବୀରବର କର୍ଣ୍ଣ ଜାଣିଗଲେ। କହିଲେ ଇଏ କଦାପି ବ୍ରାହ୍ମଣ ନୁହନ୍ତି। ହାତ ଯୋଡ଼ିଦେଲେ। ନିଜର ତ୍ୟାଗ, ସେଦିନ ନିଜର ପରାକାଷ୍ଠା ତ୍ୟାଗ ଏବଂ ନ୍ୟାୟ ବଳରେ ହାତ ଯୋଡ଼ି ସେଦିନ ପ୍ରାର୍ଥନା କଲେ ସେ ବ୍ରାହ୍ମଣଙ୍କ ନିକଟରେ, ହେ ଗୋସାଇଁ, ଆପଣ ପ୍ରକୃତରେ ବ୍ରାହ୍ମଣ ନୁହନ୍ତି। ଆପଣଙ୍କୁ ତ ଦାନ ମୁଁ ନିଶ୍ଚିତ ଦେବି, ମୁଁ ବାକ୍ୟ ଦେଇଛି। କହନ୍ତୁ ପ୍ରକୃତରେ ଆପଣ କିଏ? ନିରୁପାୟ ହୋଇ ସେଦିନ ଦେବରାଜ ଇନ୍ଦ୍ର ନିଜର ରୂପଟାକୁ ପ୍ରଦର୍ଶନ କରାଇଦେଲେ। କାନ୍ଦିଲେ ବୀରବର କର୍ଣ୍ଣ। କହିଲେ କଣ କଲେ ଆପଣ ହେ ଦେବରାଜ ଇନ୍ଦ୍ର? କାହିଁକି ଏତେ ବଡ଼ ଅନ୍ୟାୟ ଆପଣ କଲେ? ନିଜ ପୁତ୍ର ଅର୍ଜୁନକୁ ବଞ୍ଚେଇବା ପାଇଁ ଆଜି ସୂର୍ଯ୍ୟ ପୁତ୍ର କର୍ଣ୍ଣକୁ ସବୁଦିନ ପାଇଁ ଆପଣ କବଚ କୁଣ୍ଡଳ ମାଗି ବିନାଶ ମୁଖକୁ ଛାଡ଼ିଗଲେ। ଠିକ ଅଛି, ଏ ଅକ୍ଷୟ କବଚ କୁଣ୍ଡଳ ଆପଣ ନେଇଯାଆନ୍ତୁ। ଆପଣ ଆସିଛନ୍ତି ଦାନ ନେବା ପାଇଁ, ଏ ଅକ୍ଷୟ କବଚ କୁଣ୍ଡଳ ମୁଁ ଆପଣଙ୍କୁ ପ୍ରଦାନ କରିଦେଉଛି। ଦେବରାଜ ଇନ୍ଦ୍ର ଅକ୍ଷୟ କବଚ କୁଣ୍ଡଳ ନେଇ ଫେରିଲେ। ତହିଁ ପରଦିନ ସଂଗ୍ରାମ କ୍ଷେତ୍ରରେ ଯେତେବେଳେ ଭୂମି ଗ୍ରାସ କରିଛି କର୍ଣ୍ଣଙ୍କର ରଥ ଚକ, ଏହି ସୁଯୋଗରେ
प्रभुଙ୍କ निर्देशरे शर प्रहार କରିଦେଲେ ଅନ୍ୟାୟ ଭାବରେ ସେଦିନ ଅର୍ଜୁନ ଧରାଶାୟୀ ମୃତ୍ୟୁ ମୁଖରେ ପଡ଼ିଲେ ବୀରବର କର୍ଣ୍ଣ। ତେଣୁ ସ୍ୱଳ୍ପ ସମୟର କଥାବସ୍ତୁ ଏଠି ମହାନ ତ୍ୟାଗ ଥିଲା ବୀରବର କର୍ଣ୍ଣଙ୍କର। ମହାଦାନୀ ଭାବରେ ଯାହାଙ୍କର ନାମ ଏ ପୁରାଣ ବର୍ଣ୍ଣିତ ପୁରାଣ ମଧ୍ୟରେ ସ୍ୱର୍ଣ୍ଣାକ୍ଷରରେ ଯାହାଙ୍କର ନାମ ଲିପିବଦ୍ଧ ହୋଇଛି, କେଡ଼େ ତ୍ୟାଗ ତାଙ୍କର ଥିଲା। ସେଦିନ ଜାଣି ସୁଦ୍ଧା ନିଜର ମୃତ୍ୟୁ ଆସୁଛି, ତଥାପି ଅକ୍ଷୟ କବଚ କୁଣ୍ଡଳକୁ ସେଦିନ ଦାନ କରିଦେଇଛି। ତେଣୁ ଏ ପୁରାଣ ରହସ୍ୟ ମାଧ୍ୟମରେ ମହାଦାନୀ କର୍ଣ୍ଣଙ୍କ କଥା ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କଲି। ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ଏଇଠି ବିଶ୍ରାମ ଦେଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। ସେ ସର୍ବେ ଭବନ୍ତୁ ସୁଖୀନା सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शान्ति ओम शान्ति ओम शान्ति।